ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ପୁଣି ଏକ ମିନି ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଆଜିର ବ୍ଲଗ୍ଟି ଆରମ୍ଭ କରିବା। ଆଜି ସକାଳୁ ସକାଳୁ ଭଡ଼ାଭଡ଼ି କିଛି ନାହିଁ, ସେଥିପାଇଁ ବହୁତ ସମୟ ଶୋଇପଡ଼ିଥିଲି। ମୁଁ ନିଜେ ମଧ୍ୟ ଜାଣିନି ଟାଇମ୍ କେତେ ହେଲାଣି। ବୋଉ ଆସିକି ଆମର ମୋତେ ଟିକେ ଗେଜେ ଗେଜେ ହେଲା। ମୁଁ କହିଲି ଗେଜେ ଗେଜେ ପରେ ହବୁ, ଟିକେ ହାଏ ଟିକେ କରିଦିଏ ସମସ୍ତଙ୍କୁ। ସିଏ ତାର ହାଏ ସମସ୍ତଙ୍କୁ କରୁଛି। ଦେଖନ୍ତୁ ସମୟ ଆସିକି 11:15। ସେଥିପାଇଁ ବୋଉ ଆସିକି ମୋତେ ପାଟି କଲାኝ, ମୁଁ ମୋର ଶୋଇଛି। ହଉ, ସକାଳୁ ଉଠିଲା ମାତ୍ରକେ ଆମର ତ ପ୍ରଥମ କାମ, ଯେହେତୁ ଆମେ ଡ୍ରାଇଭର, ଗାଡ଼ିଟି ସେ ସଫା କରିବା। ବାଲ୍ଟି ଧରି ବର୍ତ୍ତମାନ ଚାଲିଲି ଗାଡ଼ି ପାଖକୁ। ଗାଡ଼ି ପାଖରେ ପହଞ୍ଚି ଆମର ନେଇକି ଯିବା ଗାଡ଼ିକି ଆଜି ଟିକେ ଭଲ ଭାବରେ ଗାଧୋଇ ଦେବା। ପ୍ରଥମେ ଆମର ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରି ଗାଡ଼ିଟିକି ଷ୍ଟାର୍ଟ କରିବା। ଗାଡ଼ି ଷ୍ଟାର୍ଟ ହେଇଗଲା, ଗାଡ଼ି ମଧ୍ୟ ଚାଲିଲା। ଗାଡ଼ି ନେଇକି ଆମ ଗାଁରୁ ଅଳ୍ପ ଦୂର, ଆଜି ଆଉ ପୋଖରୀ ଯାଇ ହେବନି। ସେଦିନ ଯେଉଁ ପୋଖରୀରେ ଗାଧୋଇଥିଲି ଗାଡ଼ିକି, ମୁଁ ବି ଯେଉଁ ଗାଧୋଇଥିଲି, ପ୍ରବଳ ଥଣ୍ଡା ହେଇଯାଇଛି ମୋତେ, ଆଉ ଗାଡ଼ିକି ବି ପ୍ରବଳ ଥଣ୍ଡା। ସେଥିପାଇଁ ଆଜି ନଳକୂଅରେ ତାକୁ ଆଜି ଓଦା କପଡ଼ା କରିକି ଟିକେ ପୋଛିଦେବା। ଗାଡ଼ି ବି ବେଶୀ କିଛି ମଇଳା ହେଇନି, ସେଥିପାଇଁ ଆଜି ଓଦା କପଡ଼ା ପୋଛିଦେଲେ ଚଳିବ। ଚାଲନ୍ତୁ ଗାଡ଼ିକି ବର୍ତ୍ତମାନ ପୋଛାପୋଛି ଭଲ ଭାବରେ କରିଦେବା। ପୋଛାପୋଛି କରିସାରିଲା ପରେ ପୁଣି ତାକୁ ଶୁଖିଲା କପଡ଼ାରେ ଆଉ ଥରେ ପୋଛି ଦେଉଛି। କାଳେ କେଉଁଠି ଟିକେ ପାଣି ରହିଯାଇଥିବ, ପାଣି ଦାଗ ଲାଗିଗଲେ ପୁଣି ଭଲ ଲାଗିବନି ଗାଡ଼ିରେ। ତାକୁ ଭଲ ଭାବରେ ପୋଛାପୋଛି କରିଦେଉଛି। ଆଜି ଆମ ଗାଁର ଗୋଟେ ପିଲାଟେ ମୋ ପାଖରେ ଆସିକି ଛିଡ଼ା ହେଇଥିଲା। ମୁଁ କହିଲି ଛିଡ଼ା କ'ଣ ପାଇଁ ହେଇଛୁ? ମୁଁ ତ ମୋର ଗାଡ଼ି ପୋଛାପୋଛି କରୁଛି, ତୁ ମୋର ଟିକେ ଭିଡ଼ିଓ କରିଦେ। ପରେ ମୋତେ ଟିକେ ସୁବିଧା ହେଇଗଲା। ମୁଁ ମୋର ଗାଡ଼ିର ମ୍ୟାଟ୍ ସବୁ ଯେଉଁ କାଢ଼ିଥିଲି ତାକୁ ଭଲ ଭାବରେ ଟିକେ ଝାଡ଼ିକି ପୁଣି ଥରେ ତାକୁ ସେଟ୍ କରିକି ପକାଇ ଦେଉଛି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଟିକେ ଭଲ ଲାଗୁଛି, ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଧାନ ଭିଲେଜ୍ ଲାଇଫଷ୍ଟାଇଲ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଟିକେ ଲାଇକ୍ କରନ୍ତୁ, ସେୟାର ମଧ୍ୟ ଟିକେ କରନ୍ତୁ। ଯଦି କିଛି ମୋର ଭୁଲ ରହିଯାଉଛି, କମେଣ୍ଟ କଲେ ସିନା ମୁଁ ଜାଣିପାରିବି। କମେଣ୍ଟ କଲେ ମୁଁ ନିଶ୍ଚୟ ତାକୁ ଠିକ୍ ରୂପରେ ମୋର କହିବା ଶୈଳୀ ଏବଂ ଭିଡ଼ିଓ ମଧ୍ୟ ଠିକ୍ ଭାବରେ କରିବି। ଚାଲନ୍ତୁ ବର୍ତ୍ତମାନ ଗାଡ଼ି ତ ଧୁଆଧୁଇ ସରିଗଲା, ଆମ ଗାଁ ଭିତରକୁ ଏଣ୍ଟ୍ରି କରିବା। ଆମ ଗାଁର ହେଉଛି ଏଇଟା ଏଣ୍ଟ୍ରି ପଏଣ୍ଟ। ଆପଣମାନଙ୍କୁ କେବେ ମଧ୍ୟ ଆମ ଗାଁ ଭିଡ଼ିଓ ମୁଁ ଦେଖାଇଦେବି। ଚାଲନ୍ତୁ ଆଜି ବର୍ତ୍ତମାନ ଗାଡ଼ିକି ଆମର ପାର୍କିଂ କରିକି ଯିବା, ଗାଧୁଆଗାଧି କରିବା। ସକାଳୁ ତ ଉଠିଲେ ଆପଣମାନେ ଦେଖିଥିଲେ, ମୁଁ ଏପର୍ଯ୍ୟନ୍ତ କିଛି କରିନାହିଁ, ଦାନ୍ତ ବି ଘଷି ନାହିଁ। ଚାଲନ୍ତୁ ଘରକୁ ପ୍ରଥମେ ଯିବା। ଘରକୁ ଗଲା ପରେ ଫାଷ୍ଟ ଦାନ୍ତ ଘଷିବା। ଏଇଠି କହୁ କହୁ ଆସିକି ମୁଁ ପହଞ୍ଚିଗଲି ଆମ ଦୁଆର ସାମ୍ନାରେ ଥିବା ନଳକୂଅରେ। ନଳକୂଅରେ ଦାନ୍ତ ଘଷା ଆସି କରିଦେଇ ମୁଁ ଏବେ ବାହାରିବି ସାଇକେଲ ନେଇକି ଆମର ଗାଧୋଇବା ପାଇଁ। ଗାଧୋଇକି ଗଲାବେଳେ ବାଟରେ ଆମର ଦେଖନ୍ତୁ, ଆମ ଗାଁର ପୁଣି ଗୋଟେ ପିଲାଟେ ଦେଖାଗଲା। ଆମେ ଦୁଇ ଜଣ, ସିଏ ଟିକେ ହାଏ କରିଦେଉଛି ବ୍ଲଗ୍ରେ। ଆପଣମାନେ ଦେଖନ୍ତୁ, ଆମେ ଦୁଇ ଜଣ ଚାଲିଲୁ ଆମର ମନ୍ଦିର ପୋଖରୀ ଗାଧୋଇବା ପାଇଁ। ପଛପଟେ ମନ୍ଦିର, ଆଗପଟେ ପୋଖରୀ। ଆପଣମାନଙ୍କୁ ତ ଆଉ କିଛି ଭିଡ଼ିଓରେ ଦେଖାଇ ପାରିବିନି। ଏଇଠୁ ମୁଁ ବର୍ତ୍ତମାନ ଗାଧୋଇକି ଯିବି। ଗାଧୋଇକି ଗଲା ପର୍ଯ୍ୟନ୍ତ ଆପଣମାନେ ଟିକେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।